ମୟୂରଭଞ୍ଜରେ ପୁଣି ଲଜ୍ଜାଜନକ ଘଟଣା। ଘରୋଇ ହିଂସା ନେଲା ଭୟାବହ ରୂପ। ସ୍ତ୍ରୀଙ୍କୁ ପିଟି ପିଟି ମାରିଦେଲା ସ୍ୱାମୀ। ନୃଶଂସ ସ୍ୱାମୀ ହାତରେ ଏହି ନିର୍ମମ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମରଡ଼ା ଥାନା ଅଧୀନ ବଗଲାଡିପା ଗ୍ରାମରେ। ମୃତ ମିତା ପାତ୍ର ଓ ଅଭିଯୁକ୍ତ ସ୍ୱାମୀ ଜଗଦୀଶ ପାତ୍ର ଡାକ ନାମ ବାପି 2019 ମସିହାରେ ବୈଦିକ ରୀତିରେ ବିବାହ ବନ୍ଧନରେ ଦୁହେଁ ବାନ୍ଧି ହୋଇଥିଲେ। ଦୁହିଁଙ୍କ ଅରସରୁ ଗୋଟେ 4 ବର୍ଷର ନାବାଳିକା ଝିଅ ମଧ୍ୟ ଅଛି। କିନ୍ତୁ ଏହି ସମ୍ପର୍କର ଆଡ଼ରେ ଚାଲିଥିଲା ନିର୍ଯାତନାର ଦୀର୍ଘ କାହାଣୀ। ମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ବିବାହ ପରଠାରୁ ଜଗଦୀଶ ପ୍ରାୟ ସମୟରେ ମିତାଙ୍କୁ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦେଇ ଆସୁଥିଲେ। ତଥାପି ପରିବାର ରକ୍ଷା ପାଇଁ ମିତା ସବୁ ସହି ଆସୁଥିଲେ। କିନ୍ତୁ ଗତକାଲି ରାତିରେ ଘଟିଗଲା ଅତ୍ୟନ୍ତ ଭୟାବହ ଘଟଣା। ସ୍ୱାମୀ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ହଠାତ୍ ନେଲା ହିଂସ୍ର ରୂପ। ସବୁବେଳେ ପିଟା ମାରା କରୁଥିଲେ, ନିର୍ଯାତନା ଦଉଥିଲେ, ଯୌତୁକ ନିର୍ଯାତନା ସବୁବେଳେ ଦଉଥିଲେ। ଏମିତି ଆଗରୁ ବହୁତ ଥର ହେଇଛି। ତ ଆସିକି ଏମିତି ବାପ ଘର ରହିକି ପୁଣି ନେଇକି ଛାଡି ଦିଅନ୍ତି, ବୁଝାବୁଝି କରିଦେଇକି ଛାଡି ଦେଇକି ପଳେଇ ଆସନ୍ତି। ଏଇ 2 ଦିନ ତଳର ଆଉ ଥରେ ମାରପିଟ ହେଇଥିଲେ, ତାକୁ ବହୁତ ପିଟିଥିଲେ। ଏଇ 2 ଦିନ ହବ। ଆଉ କାଲି ବି ପିଟିକି ମାରି ଦେଇଛନ୍ତି ପୁରା। ସେ ପିଟି ମାରି ଦେଇଛି। ଅଭିଯୋଗ ଅନୁସାରେ କ୍ରୋଧରେ ନିୟନ୍ତ୍ରଣ ହରାଇ ଜଗଦୀଶ ନିର୍ଦ୍ଦୟ ଭାବେ ମିତାଙ୍କୁ ଗୋଇଠା ମାରି ମାରି ଗୁରୁତର ଆହତ କରିଥିଲେ। ଶେଷରେ ସେହି ମାରପିଟ ମିତାଙ୍କ ଜୀବନ ନେଇନେଲା। ଘଟଣା ପରେ ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରି ଅଭିଯୁକ୍ତ ସ୍ୱାମୀ ମିତାଙ୍କୁ ତୁରନ୍ତ କିଷାନ ତାଣ୍ଡି ହସ୍ପିଟାଲକୁ ନେଇ ଯାଇଥିଲେ। ସେମିତି କିଛି ନାହିଁ। ମୁଁ କାଲି ଦେଖ 108ରେ ମୁଁ ଆଣୁଥିଲି, ତା ପେନ୍ ହେଲା, ପେଟ ଫେଟ ଛାତି ଫାତି ବାନ୍ତି ଟିକେ ପଡ଼ୁଥିଲା। ଏଠୁ କହିଲା ବେଳେ ସିଲାଇନ୍ ବି ଚଢ଼ଉଥିଲେ, ସିଲାଇନ୍ ଚାଲିଲାନି। ଇଞ୍ଜେକ୍ସନ୍ 2ଟା ନା ଗୋଟେ ଦେଇଥିଲେ। ହଁ ଏବେ ତ ହେଇସାରିଛି ମାନେ ମୋର ପାଖରେ କେହି ନାହିଁ କହିବା ପାଇଁ। ଆଉ ସେଇମାନେ ତ କହିଲେ ଯେତେ ହେଲେ ଭଲ ହେଇଛି ମାନେ। କିନ୍ତୁ ତୁମ କଳି ଚକଡ଼ା ହେଇକି ସିଏ ରହୁଥିଲେ, ତାଙ୍କ ବାପ ଘରେ ବି କିଛି ଦିନ ରହୁଥିଲେ। ସେ ବାହାରେ ଯେତେବେଳେ ମୁଁ ଥାଏ ନା, ଯେତେବେଳେ ଯାଇକି ସିଆଡ଼େ ରହିକି ଆସନ୍ତି। 2 ଦିନ ତଳେ ପିଟିଥିଲେ ବୋଲି ତା ପରିବାର ଲୋକ ଅଭିଯୋଗ। 2 ଦିନ ତଳେ ତାର ଆଗରୁ ତ ଝଗଡ଼ା ହେଇଥିଲା। ତାପରେ ସେମିତି ହେଇନି। କାଲି ଯେ ସେ କହୁଛନ୍ତି ସେମିତି, ସେଠି କିଛି ଇଏ ନାହିଁ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଇଥିଲେ। ଏହାପରେ ସମଗ୍ର ଅଞ୍ଚଳରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଯାଇଛି। ମୃତ ମିତା ପାତ୍ରଙ୍କ ବାପଘର ବେତନଟି ବ୍ଲକ ଦହିକୋଟି ପଞ୍ଚାୟତ ଆଗଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି। ଘଟଣା ପରେ ମିତାଙ୍କ ପରିବାର ଲୋକେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଖବର ପାଇ ମରଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ଜଗଦୀଶଙ୍କୁ ଅଟକ ରଖିଛି। ପୋଲିସ ପକ୍ଷରୁ ଘଟଣାର ସମସ୍ତ ପ୍ରମାଣ ସଂଗ୍ରହ କରାଯାଉଥିବା ବେଳେ ତଦନ୍ତ ଜୋରଦାର ଭାବେ ଚାଲିଛି। तुम झील को पिटी पिटी मारिदेमी, पानी टिके भी देमी, पिटी पिटी मारिदेमी। नहीं जाओ आसिकी मु कहली आनी छाड़ी दियो। कहला किसान आगे मु नहीं छाड़ते जिमी, नहीं छाड़ते जिमी। तुम्हें आसले भी तुमको भी पानी टिके देमी, तुम्हें मरने भी जीव जिमी। मु कहली हाँ मोर मरिकी पचू था नो आस। तबे एही मृत्युर कारण शव व्यवच्छेद रिपोर्ट आसिबा सह पुलिस तदंत शेष हेबा परे घटनार संपूर्ण सत्य सामनाକୁ ଆସିବ। घर ଯେଉଁଠାରେ ସୁରକ୍ଷାର ଅଭୟାରଣ୍ୟ ପାଲଟିବା କଥା, ସେଠି କାହିଁକି ବାରମ୍ବାର ଘଟୁଛି ଏଭଳି ନିର୍ମମ ହତ୍ୟା? ଆଉ କେତେ ନିର୍ଦ୍ଦୋଷଙ୍କ ଜୀବନ ଏଭଳି ଘରୋଇ ହିଂସାରେ ଶିକାର ହେବ? ମୟୂରଭଞ୍ଜରୁ ଘସିରାମ ବେହେରାଙ୍କ ରିପୋର୍ଟ, ବିକାଶ ବାର୍ତ୍ତା।